आज ହେଉଛି ରଙ୍ଗର ପର୍ବ ହୋଲି। ସମସ୍ତ ମନାନ୍ତର ମତାନ୍ତର ଭୁଲି ବୟସ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଏହି ରଙ୍ଗ ଖେଳରେ ରଙ୍ଗେଇ ହେଉଛନ୍ତି। ସାରା ଭାରତବାସୀ ଏହି ହୋଲି ରଙ୍ଗରେ ରଙ୍ଗେଇ ହେଉଥିବା ବେଳେ କିନ୍ତୁ ଆପଣ ଜାଣିଛନ୍ତି କି ଏହାର ଏକ ଆଧ୍ୟାତ୍ମିକ ଉପେକ୍ଷଣ ମଧ୍ୟ ରହିଛି। କ'ଣ ରହିଛି ହୋଲି ପଛର କାହାଣୀ, ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ। ଅବିରର ପର୍ବ ହୋଲି। ଚାରିଆଡ଼େ ବିଛେଇ ହୋଇ ପଡ଼ିଛି ଭିନ୍ନ ଭିନ୍ନ ରଙ୍ଗ। ଲାଗୁଛି ସତେ ଯେମିତି ଆକାଶର ଇନ୍ଦ୍ରଧନୁ ଆଜି ପୃଥିବୀ ପୃଷ୍ଠରେ ନିଜର କାହାଣୀ ଲେଖୁଛି। ସେପଟେ ପଳାଶର ଫୁଲ ପରିବେଶକୁ ଆହୁରି ରଙ୍ଗୀନ କରିବା ସହିତ ବସନ୍ତକୁ ସ୍ୱାଗତ କରିବା ପାଇଁ କୋଇଲି ଏଠି ବାବଦୁକ ସାଜିଲାଣି, ତ ଆଉ କେଉଁଠି ମଳୟର ମଧୁରତାକୁ ଉପଲବ୍ଧି କରି ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଉଡ଼ିବାରେ ବ୍ୟସ୍ତ। ଜାତି ଧର୍ମ ବର୍ଣ୍ଣ ଭୁଲି ଆଜି ଯେମିତି ସମସ୍ତେ ପ୍ରେମ ଓ ଭଲ ପାଇବାର ଭାଇଚାରାର ଅବିରରେ ରଙ୍ଗୀନ ଦିଶିଲେଣି। ଆଉ କେଉଁଠି କବି ଆଜି ତାର ରଙ୍ଗର ଦୁଆତରୁ ଟୋପାଏ ରଙ୍ଗ ସ୍ୟାହି ଆଣି ତାର କବିତାକୁ ରଙ୍ଗୀନ କରିବାରେ ଲାଗିଲାଣି। କିନ୍ତୁ ଆପଣ କ'ଣ ଜାଣିଛନ୍ତି, ଏ ଆନନ୍ଦ ପ୍ରେମର ଉତ୍ସବ ହୋଲି, ଏହାର ପୃଷ୍ଠଭୂମି ଆଧ୍ୟାତ୍ମିକ ବାଦ ସହିତ ଜଡ଼ିତ। ଆପଣ ଭାବୁଥିବେ ପ୍ରେମର ପର୍ବ ହୋଲି ସହିତ ଆଧ୍ୟାତ୍ମିକତାର କ'ଣ ସମ୍ପର୍କ ରହିଛି? ହଁ, ହୋଲି ସହିତ ଆଧ୍ୟାତ୍ମିକତାର ଏକ ଗୂଢ଼ ସମ୍ପର୍କ ରହିଛି। ନିଜ ଇଚ୍ଛା ଉପରେ କାବୁ ପାଇବା ଅର୍ଥାତ୍ ନିଜ ଇନ୍ଦ୍ରିୟ ସଂଯମତା ହେଉଛି ହୋଲି ପର୍ବର ପ୍ରମୁଖ ଉପାଦାନ। ଭଗବାନ ଶିବ କାମଦେବଙ୍କୁ ଭସ୍ମ କରିଥିବା ଦିନଟି ହେଉଛି ହୋଲି। ତେଣୁ ନିଜର ଭାବନା ଉପରେ ଅଙ୍କୁଶ ଲଗାଇବା ସହିତ ନିଜର କାମନାକୁ ବଶୀଭୂତ କରିବା ହେଉଛି ଏହି ପର୍ବର ମୁଖ୍ୟତଃ ଉପାଦେୟତା ବୋଲି ପୁରାଣମାନଙ୍କରେ ମଧ୍ୟ ଉଲ୍ଲେଖ ରହିଛି। ଦକ୍ଷିଣ ଭାରତର କିଛି କିଛି ଜାଗାରେ ହୋଲିକୁ ଇଚ୍ଛା ଦମନର ଏକ ପର୍ବ ଭାବେ ପାଳିତ କରାଯିବାର ମଧ୍ୟ ନଜର ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।